ଏବେ ଗରମ ଗରମ ମାସ ଷ୍ଟାର୍ଟ ହେଇଗଲା। ଯେଉଁ ଗରମ ହେଉଛି ତ 36 ଡିଗ୍ରୀ ଟେମ୍ପରେଚର ହେଇଗଲାଣି। ଆଜି ଆମ ସିନ୍ଧେକିଲାରେ ମାର୍କେଟ ଥିଲା ଆଉ ମୁଁ ଫେରିଲା ବେଳେ ଆଣିଥିଲି କୁସେର ପଣା, ଆଖୁ ରସ କୁହନ୍ତି ସେଠି, ଆଖୁ ରସ। ଆକୁ ଅଣାଇଥିଲା 10ଟା ବେଳେ, ଆକୁ ରଖା ହେଇଥିଲା ଫ୍ରିଜରେ। ଆପଣ ଦେଖନ୍ତୁ ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି। ପ୍ରାକ୍ଟିକାଲି ପିଇବା, ଚିୟର୍ସ କରିଦେବା, ଚିୟର୍ସ ଚିୟର୍ସ। ତ ଦେଖିବା ପିଇକିନା କେମିତି ଲାଗୁଛି। ସେ କହୁଥିଲା କ'ଣ ଆଧିରେ ପଡ଼ିଛି, କହୁଛି ଅଦା ପଡ଼ିଛି, ଲେମ୍ବୁ, ପୁଦିନା ପତ୍ର ପକେଇଛି, କଞ୍ଚା ଲଙ୍କା ଗୁଡ଼ା କ'ଣ ଆଧିରେ ଲଗେଇଲା, କଞ୍ଚା ଲଙ୍କା ବି, ଜଲଜିରା ପକେଇଛି। ଭଲ ଲାଗୁଛି ଫ୍ଲେଭରଟା ନା, ଫ୍ଲେଭର ବଢ଼ିଆ ଲାଗୁଛି। ନ୍ୟାଚୁରାଲ ଜିନିଷ ନା, ଆପଣମାନେ ଆକ୍ଚୁଆଲି ଯେଉଁ କୋଲ୍ଡ ଡ୍ରିଙ୍କସଟା ପିଇବା କଥା ନୁହେଁ। କୋଲ୍ଡ ଡ୍ରିଙ୍କସ ଆମର ଯେଉଁ ସେ ସଫ୍ଟ ଡ୍ରିଙ୍କସ ଯାହା, ତାକୁ ଆଭଏଡ଼ କରିବା କଥା, କାରଣ ସେଇଟା ସ୍ୱାସ୍ଥ୍ୟ ପ୍ରତି ଏତେ ଭଲ, ଏତେ ହାଇଜେନିକ୍ ବି ମେଣ୍ଟେନ୍ ହେଉନି। ଏଇଟା ନ୍ୟାଚୁରାଲ ଜିନିଷ, ମାନେ ବହୁତ ବଢ଼ିଆ ଟେଷ୍ଟ ବି ଲାଗୁଛି, ଆଉ ପୁରା ନ୍ୟାଚୁରାଲ ଜିନିଷ ପରି ଲାଗୁଛି। ଆପଣ ବି ସମସ୍ତେ ସବୁ ଯେତେ ସିଜନ୍ ଆସୁଛି ସବୁ ସିଜନ୍ ଜିନିଷ ଟେଷ୍ଟ କରିବା କଥା। ମିଳୁନି, ଧୀରେ ଧୀରେ ଯାହା ବି ଏଠି ମିଳୁଛି ବହୁତ ବଡ଼ କଥା ସବୁଆଡ଼େ, ଆଉ ବଢ଼ିଆ ଲାଗୁଛି।